ଶୁଣନ୍ତୁ, କାଲି ଗାନ୍ଧୀ ମହାତ୍ମାଙ୍କର ତିରୋଧାନ ଦିବସ ବା ତାଙ୍କୁ ଗୁଳି କରିକି ମରାଯାଇଥିଲା। ଗାନ୍ଧୀଜୀ କ'ଣ କହୁଥିଲେ? ଗୋଟିଏ ସୁସ୍ଥ ଗଣତନ୍ତ୍ର ସୃଷ୍ଟି କରିବାକୁ ହେଲେ ବିରୁଦ୍ଧ ଦଳଙ୍କର ମତଟି ବି ମଧ୍ୟ ଅଧିକାରକୁ କ୍ଷୁଣ୍ଣ କରିବା ଉଚିତ ନୁହଁ। ସେ ପିଲାମାନେ କ'ଣ କରୁଥିଲେ? ତାଙ୍କର ଗଣତାନ୍ତ୍ରିକ ସ୍ୱାଧୀନତାକୁ ସେ ପ୍ରଦର୍ଶନ କରୁଥିଲେ। ସେଥିପାଇଁ ତାଙ୍କୁ ଆରେଷ୍ଟ କରିବ? ତାହେଲେ ସେ ବିରୋଧୀଙ୍କୁ ଟଲରେଟ୍ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ସେ ଯୁବକମାନେ, ଛାତ୍ରମାନେ ତାଙ୍କର କ'ଣ ବିରୋଧ କରୁଥିଲେ? କଳା ପତାକା କରୁଥିଲେ, କେଉଁଠି ମାଡ଼ପିଟ ତ କରୁନଥିଲେ, କେଉଁଠି ମାରହାଣ ତ କରୁନଥିଲେ। ତେଣୁ ତାଙ୍କୁ ବାନ୍ଧିକି ଭର୍ତ୍ତି କରିବାର କାରଣ କ'ଣ? ତାହେଲେ ୟୁ ଡୋଣ୍ଟ ଟଲରେଟ୍ ଦ ଅପୋଜିସନ୍, ଯେଉଁଟାକି ଗଣତନ୍ତ୍ରର ମୂଳ ଭିତ୍ତି। ସେ କଳା ପତାକା ଦେଖିଲେ କଡ଼ା ଦଫାରେ ବାନ୍ଧ ପୁଲିସ୍ ଅଧିକ ଆପଣ ବେଳେ ଏମିତି ହେଉଥିଲା ନା ଏବେ ଏ ବିଷୟରେ ଏମିତି ହେଉଛି? ଯେପର୍ଯ୍ୟନ୍ତ ଆମେ ବିରୋଧୀର କଥାଟି ନ ଜାଣିଛନ୍ତି, ବିରୋଧୀର ମନୋଭାବ, ବିରୋଧ ଗଣତନ୍ତ୍ରରେ ତିଷ୍ଠିବ କେମିତି? ଗଣତନ୍ତ୍ର ବିରୋଧୀ ରହିବେ। ଯେଉଁମାନେ ବିରୋଧୀ ଦଳ ତାଙ୍କର ଯାହା ମନୋଭାବ ଥିବ ତାକୁ ପ୍ରଦର୍ଶନ କରିବେ। ତେଣୁ କାଲି ସେମାନେ ବିରୋଧୀ ଭାବର ବିରୋଧୀ ଦଳ ହିସାବରେ ତାଙ୍କର ପ୍ରଦର୍ଶନ କରୁଥିଲେ। ତାଙ୍କୁ ବାନ୍ଧିକି ନେଇ ପିଲାମାନଙ୍କୁ ରଖିଲେ କ'ଣ ହେବ? ତା'ମାନେ ତୁମେ ଅଧିକ ଉତ୍ତେଜିତ କରିବା ପାଇଁ ଚେଷ୍ଟା କରୁଛ। ସେଇଟା ଗଣତନ୍ତ୍ର ପାଇଁ ଗୋଟିଏ ସ୍ୱାସ୍ଥ୍ୟକର ପରିସ୍ଥିତି ନୁହଁ।